ପ୍ରିୟ ନୃତ୍ୟ ବିଷୟରେ କଥା ହେବା। ହଁ, ଆଉ ଆମ ପାଖରେ ଗୋଟେ ଭଲ ଲେଖା ଅଛି ଏହା ଉପରେ। କୁଚିପୁଡ଼ି, ଆନ୍ଧ୍ରପ୍ରଦେଶର ଶାସ୍ତ୍ରୀୟ ନୃତ୍ୟ। ଆମେ ଏଇ ଲେଖାର କିଛି ଅଂଶକୁ ନେଇ ଆଲୋଚନା କରିବା। ଠିକ୍, ତେବେ ଏ ଆଲୋଚନାର ମୂଳ ଉଦ୍ଦେଶ୍ୟ ହେଲା ଏ ଲେଖା ମାଧ୍ୟମରେ କୁଚିପୁଡ଼ି ନୃତ୍ୟକୁ ତାର ପରିଚୟ ଆଉ ମୂଳ କଥାକୁ ଟିକେ ଭଲ ଭାବେ ବୁଝିବା। ହଁ, ଚାଲନ୍ତୁ ତାହେଲେ ଆରମ୍ଭ କରିବା। ଆଚ୍ଛା, ତେବେ ଲେଖାରେ ସିଧା କୁହାଯାଇଛି କୁଚିପୁଡ଼ି ଗୋଟେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ। ଏଟା ତ ସମସ୍ତେ ଜାଣନ୍ତି ପ୍ରାୟ। ହଁ, ଏଟା ମୂଳ କଥା, ଆଉ ବିଶେଷ କରି ଏହା ଆନ୍ଧ୍ରପ୍ରଦେଶ ସହିତ ଜଡ଼ିତ। ଆଉ ସବୁଠୁ ମଜା କଥା ହେଲା ଲେଖାରେ ଅଛି ଏଇ ନୃତ୍ୟର ନାଁଟା ଆସିଛି ଆନ୍ଧ୍ରପ୍ରଦେଶର ଗୋଟେ ଗାଁର ନାଁରୁ, କୁଚିପୁଡ଼ି। ହଁ, ଏଟା ବଡ଼ ଆକର୍ଷଣୀୟ। ମାନେ ନୃତ୍ୟର ନାଁ ଆଉ ଯେଉଁଠୁ ଆସିଛି ସେ ଜାଗାର ନାଁ ଏକା। ପୁରା ସିଧା ସମ୍ପର୍କ। ଏଥିରୁ ହିଁ ଜଣାପଡ଼ୁଛି ଏ କଳାର ଭୌଗୋଳିକ ଆଉ ସାଂସ୍କୃତିକ ମୂଳ କେତେ ଗଭୀର। ଏକଦମ। ଖାଲି ସଂଯୋଗ ନୁହେଁ ତ, ଏଟା ତାର ପରିଚୟର ଗୋଟେ ବଡ଼ ଅଂଶ। କିନ୍ତୁ ଲେଖାରେ ଆହୁରି କଥା ଅଛି। ହଁ, ସେଇଆ ଜାଣିବାକୁ ଥିଲା। ଖାଲି ନାଁ କଥା ତ ଗଲା, କିନ୍ତୁ ଏହାକୁ ଶାସ୍ତ୍ରୀୟ ନୃତ୍ୟ କାହିଁକି କୁହାଯାଏ? ଲେଖାଏ କିଛି ଅଛି ସେ ବିଷୟରେ? ହଁ, ଏଇଠି କଥାଟା ଆହୁରି ଗଭୀରକୁ ଯାଉଛି। ଲେଖା କହୁଛି କୁଚିପୁଡ଼ି ମାନେ ଖାଲି ହାତଗୋଡ଼ ହଲେଇବା ନୁହେଁ। ଏଥିରେ ନୃତ୍ୟ ମାନେ ଶୁଦ୍ଧ ନୃତ୍ୟ। ଆଚ୍ଛା। ତାପରେ ନୃତ୍ୟ ଯେଉଁଥିରେ ଭାବ ବା ଅଭିନୟ ଥାଏ। ଆଉ ନାଟ୍ୟ ମାନେ ନାଟକୀୟତା। ଏ ତିନିଟାର ବହୁତ ସୁନ୍ଦର ମିଶ୍ରଣ ଅଛି। ସେଥିପାଇଁ ତ ଏହା ଶାସ୍ତ୍ରୀୟ। ଓହୋ, ମାନେ ଏଥିରେ କାହାଣୀ କହିବାର ଗୋଟେ ନାଟକୀୟ ଦିଗ ରହିଛି। ଆଚ୍ଛା, ଏଇଟା ଅନ୍ୟ ଶାସ୍ତ୍ରୀୟ ନୃତ୍ୟ ଠାରୁ କେମିତି ଅଲଗା? କିଛି ବିଶେଷତା? ଲେଖା ଅନୁସାରେ ହଁ, ଏହାର ନାଟକୀୟତା ଟିକେ ନିଆରା। ଯେମିତି କୁହାଯାଇଛି, ପ୍ରାୟତଃ ଯେଉଁ ମୁଖ୍ୟ ନୃତ୍ୟଶିଳ୍ପୀ ଆସନ୍ତି ମଞ୍ଚକୁ, ସେମାନେ ନିଜ ଚରିତ୍ରର ପରିଚୟ ଦେଇକି ଆସନ୍ତି। ଆଚ୍ଛା। ହଁ, ଗୀତ ଆଉ ନାଚ ମାଧ୍ୟମରେ। ଏହାକୁ କୁହନ୍ତି ଦରୁଭୁ। ଦରୁଭୁ, ବାଃ। ଆଉ ଗୋଟେ ଜିନିଷର ଉଲ୍ଲେଖ ଅଛି, ତରଙ୍ଗମ୍। ଏଟା ବହୁତ ପ୍ରସିଦ୍ଧ। ତରଙ୍ଗମ୍? ସେଟା କ'ଣ? ଏଥିରେ ନୃତ୍ୟଶିଳ୍ପୀ ଗୋଟେ ପିତ୍ତଳ ଥାଳିର ଧାର ଉପରେ ଠିଆ ହୋଇ ନୃତ୍ୟ କରନ୍ତି। ମୁଣ୍ଡରେ ପାଣିଗରା ବି ଥାଇପାରେ। ବାପ୍ରେ, ପିତ୍ତଳ ଥାଳି ଉପରେ। ଏଇଟା ତ ଭାବିଲେ ବି ଆଶ୍ଚର୍ଯ୍ୟ ଲାଗୁଛି। ଏଥିରୁ ତ ଲାଗୁଛି କୁଚିପୁଡ଼ି ଖାଲି କଳା ନୁହେଁ, ଏଥିରେ ବହୁତ କଠିନ ସାଧନା ଆଉ ଆଧ୍ୟାତ୍ମିକତା ବି ଯୋଡ଼ି ହୋଇ ରହିଛି। ଏକଦମ ଠିକ୍। ଲେଖା ସେୟା ବି କହୁଛି। ଏହା କେବଳ କୌଶଳର ପ୍ରଦର୍ଶନ ନୁହେଁ, ଗୋଟେ ପ୍ରକାର ଆଧ୍ୟାତ୍ମିକ ସମର୍ପଣର ଭାବ ବି ଏଥିରେ ଥାଏ। ଆଉ ଗୋଟେ ମୁଖ୍ୟ କଥା ହେଲା, ଏଇ ନୃତ୍ୟ ପରମ୍ପରା ମୂଳରୁ, ମାନେ ବହୁତ ଆଗରୁ, କେବଳ ପୁରୁଷମାନେ ହିଁ କରୁଥିଲେ। ଓହୋ, ଏକଥା ମୁଁ ଜାଣିନଥିଲି। ହଁ, ବିଶେଷ କରି ଗାଁ ମନ୍ଦିରମାନଙ୍କରେ ଧାର୍ମିକ କାହାଣୀ ସବୁକୁ ନେଇ। ପରେ ସମୟ ସହିତ ମହିଳାମାନେ ବି ଏଥିରେ ଯୋଡ଼ି ହେଲେ ଏବଂ ଏବେ ତ ପ୍ରମୁଖ ଭୂମିକାରେ ଅଛନ୍ତି। ଆଚ୍ଛା, ଏଇଟା ତ ବହୁତ ବଡ଼ ପରିବର୍ତ୍ତନ। ତାହେଲେ ଆମେ ଏଇ ଯେଉଁ କଥାବାର୍ତ୍ତା କଲେ, ଏଥିରୁ ମୁଖ୍ୟ କଥା କ'ଣ ବାହାରିଲା? ଦେଖନ୍ତୁ, ମୁଖ୍ୟ କଥା ହେଲା କୁଚିପୁଡ଼ି ଆନ୍ଧ୍ରପ୍ରଦେଶର ଶାସ୍ତ୍ରୀୟ ନୃତ୍ୟ। ନାଁ ଆସିଛି କୁଚିପୁଡ଼ି ଗାଁରୁ। ହଁ, କିନ୍ତୁ ଖାଲି ସେତିକି ନୁହେଁ। ନା ନା, ଆଦୌ ନୁହେଁ। ଏହାର ଶାସ୍ତ୍ରୀୟତା ଆସୁଛି ନୃତ୍ୟ ଆଉ ନାଟ୍ୟର ମିଶ୍ରଣରୁ। ତା ସହିତ ଦରୁଭୁ ପରି ନାଟକୀୟ ପ୍ରବେଶ। ଆଉ ସେଇ ତରଙ୍ଗମ୍। ଆଉ ସେଇ ତରଙ୍ଗମ୍ ଭଳି ବିଶେଷ କୌଶଳ। ଏସବୁ ମିଶି କୁଚିପୁଡ଼ିକୁ ଗୋଟେ ଅଲଗା ପରିଚୟ ଦେଇଛି। ଆଉ ତାର ଇତିହାସ ବି ପୁରୁଷ ପରମ୍ପରାରୁ ଆରମ୍ଭ ହୋଇ ଆଜିର ମିଶ୍ରିତ ରୂପ ନେଇଛି। ବହୁତ ବଢ଼ିଆ ଭାବେ ସାରାଂଶ କଲେ। କିନ୍ତୁ ଜାଣିଛନ୍ତି, ଏସବୁ ଶୁଣିଲା ପରେ ମୋ ମନରେ ଗୋଟେ କଥା ଉଠୁଛି। କୁହନ୍ତୁ, କି କଥା? ଆମେ ତ ଜାଣିଲେ ନାଁଟା ସେଇ ଗାଁରୁ ଆସିଲା, ହେଲେ ଖାଲି ନାଁ ଦବା ଛଡ଼ା ସେଇ ଯୋଉ କୁଚିପୁଡ଼ି ଗାଁ, ସେଠିକାର ପରିବେଶ, ସେଠାକାର ସମାଜ, ଲୋକଙ୍କର କଥାବାର୍ତ୍ତା ବା ସେଠାକାର ସଂସ୍କୃତି, ସେସବୁ କେମିତି ଏଇ ନୃତ୍ୟର ଯୋଉ ନିର୍ଦ୍ଦିଷ୍ଟ ଶୈଳୀ ଅଛି, ଯେମିତି ତାର ନାଟକୀୟତା ବା ସେଇ ଥାଳି ନାଚ ତରଙ୍ଗମ୍ କିମ୍ବା କାହାଣୀ କହିବାର ଢଙ୍ଗ, ଏସବୁକୁ ଗଢ଼ିବାରେ କିଛି ଭୂମିକା ନିଭେଇଥିବ କି? ମାନେ ଗାଁର ପରିବେଶ କ'ଣ ନାଚର ରୂପକୁ ପ୍ରଭାବିତ କରିଛି, ଏରେ ଟିକେ ଭାବିବା କଥା। ହଁ, ନିଶ୍ଚୟ। ଏଇଟା ଗୋଟେ ବହୁତ ଭଲ ପ୍ରଶ୍ନ। ନାମକରଣ ତ ଗୋଟେ ଦିଗ, କିନ୍ତୁ ସେହି ସ୍ଥାନର ପରିବେଶ କଳାର ବିକାଶକୁ କେମିତି ପ୍ରଭାବିତ କଲା, ଏହା ନିଶ୍ଚିତ ଭାବେ ଆହୁରି ଅନୁଶୀଳନର ବିଷୟ। ଠିକ୍।